କରୁନ କାହିଁକି ତମର ନୂଆ ଭିଡ଼ିଓ ଆସୁନି? ଆରେ ତମ ବ୍ଲଗର ତ କିଛି ଛାଡ଼ୁନାହାନ୍ତି ତମ ଘର ବିଷୟରେ, ଆମେ କିଛି ଜାଣିପାରୁନୁ। ଆରେ କ'ଣ ହେଇଛି ତୋର କାହିଁ ଭିଡ଼ିଓ ଆସୁନି? ତ ଏମିତି ବହୁତ ସାରା କୋଶ୍ଚିନ୍ ମୁଁ ଶୁଣି ସାରିଲିଣି। ଆଉ କିଏ ପୁଣି ପଚାରୁଛି ପୁଣି କ'ଣ ଦେହ ଫେହ ଖରାପ ହେଲା କି, ବନ୍ଦ ହେଇଗଲା କ'ଣ ଭିଡ଼ିଓ? ତ ମୁଁ କହିବାକୁ ଚାହେଁ ଯେ ଭଗବାନଙ୍କ ଦୟାରୁ ବିଶେଷ ଦେହ ଭଲ ହିଁ ଅଛି, ଖରାପ ହେଇନି। କେବଳ ମୁଁ ଭାବୁଥିଲି ୟା ପୂର୍ବରୁ ଯେ କ'ଣ ୟୁଟ୍ୟୁବରେ ଭିଡ଼ିଓ କରୁଛି ମୁଁ ନିଜ ଖୁସି ପାଇଁ କରୁଛି, କିନ୍ତୁ ମୋତେ ବହୁତ ଖୁସି ଲାଗୁଛି ମୋର ସେଇ ଯେଉଁ 600 ଜଣ ଲୋକଙ୍କ ଭିତରୁ ଯେଉଁ ଆଖପାଖରେ ମୋର ଯେଉଁ 10-20 ଜଣ ଲୋକ ଅଛନ୍ତି ସେମାନେ କିଛି ନ ହଉ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ କାହିଁ ଭିଡ଼ିଓଟା ବନ୍ଦ କଲା, ଭିଡ଼ିଓଟା କରୁଥିଲା ଭଲ ଲାଗୁଥିଲା କାହିଁ ବନ୍ଦ କରିଦେଲା, ତା ଭିଡ଼ିଓ ଆସୁନି ଭଲ ଲାଗୁନି। ତ ଏମିତି ଯେଉଁ ଛୋଟ ଛୋଟ କଥା କହିଦେଉଛନ୍ତି, ତ ସେଥିପାଇଁ ମୁଁ ବହୁତ ଖୁସି ଅଛି। ଆଉ କେବଳ ଏତିକି ହିଁ କହିବି ଯେ ମୋ ଦେହ ବି ଭଲ ଅଛି ପାଖାପାଖି। କେବଳ ଭିଡ଼ିଓ ନ ଆସିବାର କାରଣ ହେଉଛି ମୋର ପରୀକ୍ଷା ଅଛି, ଆଉ ଯେହେତୁ ମୁଁ ଫାଇନାଲ୍ ଷ୍ଟୁଡେଣ୍ଟ, ଗ୍ରାଜୁଏସନ୍ର ଫାଇନାଲ୍ ଇୟର୍, ମୁଁ ଡିଜର୍ଟେସନ୍ ପାଇଁ ବି ବହୁତ ବ୍ୟସ୍ତ ଅଛି। ଯେହେତୁ ମୋତେ ଭାଇବା ଭାଇବା ଦେବାର ଅଛି, ତ ଲେଖା ଲେଖି ସବୁ ଜିନିଷ ଭିତରେ ମୁଁ ପୁରା ଛନ୍ଦି ହେଇଯାଉଛି। ତ ଯେତେ ଯାହା ହେଲେ ବି ପାଠକୁ ତ ଗୁରୁତ୍ୱ ଦେବାକୁ ପଡ଼ିବ, ସେଥିପାଇଁ ଭିଡ଼ିଓ ଏବେ କିଛି ଦିନ ପାଇଁ ବନ୍ଦ ହିଁ ରହିବ। କାରଣ ମୋତେ ସେତିକି ସମୟ ପାଠପଢ଼ା ଟିକେ ଦେବାକୁ ପଡ଼ିବ। ସବୁବେଳେ ଏମିତି ଭିଡ଼ିଓରେ ସବୁ ସେ ଏଡ଼ିଟିଂ କରିବା ହେଉ, ଦିନ ସାରା ଭିଡ଼ିଓ କରିବା ହେଉ, ଏସବୁ ଟିକେ ସମୟଟା ଖରାପ ହେଇଯାଉଛି। ସମୟ ମାନେ ମୁଁ ନିଜେ ମ୍ୟାନେଜ୍ କରିପାରୁନି। ତ ସେତିକି ଦିନ ଯାଏଁ ଆପଣମାନେ ଯେତିକି ଭଲ ପାଇବା ଦେଇଛନ୍ତି ଦେଇଥାନ୍ତୁ। ସେଇ ଭଲ ପାଇବା ମୁଁ ଆଶା କରିବି ଯେ ପରବର୍ତ୍ତୀ ସମୟରେ ବି ମୋତେ ମିଳିବ। ରହୁଛି, ଜୟ ଜଗନ୍ନାଥ। ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ କିଛି ନୂଆ କଥାବାର୍ତ୍ତା ସାଙ୍ଗରେ।